ଦୁର୍ଦାନ୍ତ ଅପରାଧୀ ମୋଷ୍ଟ ୱାଣ୍ଟେଡ୍ ଯେ ଥିଲା ପ୍ରଫୁଲ୍ଲ ମଲ୍ଲିକ ତାକୁ ଆଜି ଭଦ୍ରକ ପୁଲିସ ଏନକାଉଣ୍ଟର କରୁଛି। କ'ଣ ସାର୍ କେମିତି କ'ଣ ଯୋଜନା ଥିଲା, କେତେବେଳେ ଘଟଣା, କ'ଣ ପାଇଁ ସେ ଆସିଥିଲା, କେମିତି ସାର୍ ପୁଲିସ କୋଉ ପରିସ୍ଥିତିରେ ତାକୁ ଗୁଳି କଲା ଏବଂ କ'ଣ କ'ଣ ମାମଲା କୋଉ କୋଉ ଥାନାରେ ଅଛି? ଆକ୍ଚୁଆଲି ଆପଣ ଜାଣିଥିବେ ନିକଟ ଅତୀତରେ ଆମ ଭଦ୍ରକ ଜିଲ୍ଲାରେ ଭଦ୍ରକ ରୁରାଲ ଥାନା ସାବରଙ୍ଗ ବାସୁଦେବପୁରରେ ଏସବୁ ହାଉସ୍ ଡକାୟତି ବର୍ଗଲାରି ହେଇଛି। ସେଥିରେ କ'ଣ ଦେଖିଛୁ ଆମେ ଗୋଟିଏ ପ୍ରକାର ଏମୋ କିଛି କ୍ରିମିନାଲ ଆସୁଛନ୍ତି, ଆର୍ମ ରହୁଛି, ଭୁଜାଲି ରହୁଛି, ପିସ୍ତଲ ରହୁଛି, ତା ସହିତ ସେମାନେ ଘରେ ପଶୁଛନ୍ତି, ଟେରୋରାଇଜ କରୁଛନ୍ତି, ମାରୁଛନ୍ତି, ପିଟୁଛନ୍ତି, ଟଙ୍କା ପଇସା ନେଇଯାଉଛନ୍ତି ଘରୁ। ତେଣୁ ଏଇ ଘଟଣା ହେଲା ପରେ ଆମେ କିଛି କ୍ରିମିନାଲକୁ ମଧ୍ୟ ଆରେଷ୍ଟ କରି ଫରୱାର୍ଡ଼ କରିଥିଲୁ ଏବଂ ବହୁତ କ୍ରିମିନାଲ ଆମ ସ୍କାନରରେ ଥିଲେ। ସେଦିନୁ ପ୍ରତିଦିନ ଆମର ନାକା ଲାଗିଛି। କାଲି ସନ୍ଧ୍ୟାରେ ଆମେ ଇନଫର୍ମେସନ୍ ପାଇଲୁ ଏ ଯେଉଁ ପପୁ ମଲ୍ଲିକ ଯେ ଏଇଭଳି ବିଭିନ୍ନ କେସ୍ରେ ଇନଭଲ୍ଭ ଅଛି, ସିଏ ଭଦ୍ରକ ରୁରାଲ ଥାନା ଏରିଆରେ ଆସିକି ବୁଲୁଛି, ଆରଡ଼ି ଛକ, ସାତ ଭଉଣୀ, ଅନ୍ନପାଳ ଏରିଆରେ ତାକୁ ଲୋକ ଦେଖିଛନ୍ତି। ତାପରେ ଆମେ ସୋର୍ସ ଏନଗେଜ୍ କରିଥିଲୁ। ରାତିରେ ମଧ୍ୟ ଆରଡ଼ି ଛକର ଯେଉଁ ନାକା ଲାଗିଥିଲା ସେଥିରେ ଆମେ ଜାଣିବାକୁ ପାଇଲୁ ଯେ 2 ଜଣ ପଲ୍ସରରେ ଆମର ବହୁତ ସ୍ପିଡ଼ରେ ଗଲେ ସାତ ଭଉଣୀ ଆଡ଼େ ଗଲ, ଗୋଟେ ବ୍ଲାକ୍ ପଲ୍ସରରେ, ଯେଉଁଟାକି ଟିକେ ଡାଉଟ୍ ହେଉଥିଲା କାରଣ ଅଲରେଡ଼ି ତା ଫଟୋ ଆମ ପାଖରେ ଥିଲା ଏବଂ ସବୁ ଷ୍ଟାଫ୍କୁ ଆମେ ସର୍କୁଲେଟ୍ କରିଥିଲୁ। ଏଇ ଇନଫର୍ମେସନ୍ ପାଇଲା ପରେ ଭଦ୍ରକ ରୁରାଲ ଆଇଆଇସି ଇମିଡ଼ିଏଟ୍ ତାଙ୍କୁ ଚେଞ୍ଜ କରିଥିଲେ। ଚେଞ୍ଜ କରି ଗଲା ପରେ କିଛି ବାଟ ଗଲା ପରେ ସେମାନେ ଡାଇଭର୍ସନ୍ ନେଇଥିଲେ, ଲ କଲେଜ ଲାଇନରେ ଡାଇଭର୍ସନ୍ ନେଇକି ନୂଆସାହି ଯେଉଁ ଗ୍ରାମ୍ୟ ଜଙ୍ଗଲ ଅଛି ସେ ଭିତରେ ପଶିଥିଲେ ଏବଂ ପୋଲିସ ମଧ୍ୟ ତାଙ୍କୁ ଚେଞ୍ଜ କରିକି ଯାଇଥିଲା। ସେ ଚେଞ୍ଜ ଭିତରେ ଗାଡ଼ି ଯେହେତୁ ସ୍ପିଡ଼ରେ ସେ ପିଲା ନେଉଥିଲା, ପଛରେ ଯେଉଁ ପିଲାଟି ବସିଥିଲା ସିଏ ଗଳି ପଡ଼ିଥିଲା। ତାପରେ ପୋଲିସ ଆମର ତାକୁ ଗୋଡ଼େଇଲା ପରେ ସେ ଯାଇକି ସେ ଯେଉଁ ନିକଟସ୍ଥ ଝାଉଁ ଜଙ୍ଗଲ ଭିତରେ ପଶିଥିଲା। ତାପରେ ଯେତେବେଳେ ପୋଲିସ ସରାଉଣ୍ଡ କରିକି ଟର୍ଚ୍ଚ ମାରିକି ଦେଖିଲା ଯେ ଲୋକଟି ଗୋଟେ ଗଛ ସାଇଡ଼ରେ ଲୁଚିଛି ଏବଂ ତାକୁ ଆମ ଆଡ଼ୁ ଚ୍ୟାଲେଞ୍ଜ କରାଗଲା ଯେ ତୁମେ ବାହାରି ଆସ, ସରେଣ୍ଡର କର ବୋଲି, ସିଏ ଓଲଟା କିଛି ନ କହିକି ହଠାତ୍ କି ଫାୟାରିଂ କଲା। ତାପରେ ବାଧ୍ୟ ହୋଇକି ଆମର ପୋଲିସ ତରଫରୁ ଗୋଟେ ବ୍ଲାଙ୍କ ଫାୟାର କରାଗଲା ତାକୁ ଟେରୋରାଇଜ କରିବା ପାଇଁ, ସୋ ଦ୍ୟାଟ୍ ସିଏ ସରେଣ୍ଡର କରିବ ନିଜକୁ। ମାତ୍ର ସିଏ ସେ କଥା ନ କରିକି ପୁଣି ଫାୟାରିଂ ଆଉ ଗୋଟେ ରାଉଣ୍ଡ ଫାୟାରିଂ କରିକି ଦୌଡ଼ିଲା। ତାପରେ ବାଧ୍ୟ ହୋଇକି ପୋଲିସ ଦେଖିଲେ ସେ ଅଲରେଡ଼ି ଆର୍ମସଟି ଧରିକି ଯାଉଛି, ଆମର କାଉଣ୍ଟର ଫାୟାର କରିଥିଲେ, ଯେଉଁଟାକି ତାର ଗୋଟେ ଡାହାଣ ଗୋଡ଼ରେ ବାଜିଥିଲା ଏବଂ ସେ ପଡ଼ିଗଲା ପରେ ତାକୁ ସେଠାରେ ପୋଲିସ କାବୁ କରିଥିଲା ଏବଂ ଡିସଆର୍ମ କରିଥିଲା। ତାପରେ ତ ଆମେ ହସ୍ପିଟାଲ ନେଇଥିଲୁ, ଆପଣମାନେ ଜାଣିଛନ୍ତି। ସେଠୁ ସିଏ ବର୍ତ୍ତମାନ ହସ୍ପିଟାଲରେ ପ୍ରିଲିମିନାରୀ ଟ୍ରିଟମେଣ୍ଟ ହେଇକି SCB ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କର ଷ୍ଟେବୁଲ୍ ଅଛି। ସିଏ ଆମେ ଯେତିକି ଜାଣିଛୁ ପ୍ରାୟ 25 ପାଖାପାଖି ତାଙ୍କର କେସ୍ ଅଛି, ଯେଉଁଥିରେ କି ଘର ଡକାୟତି, ATM ଡକାୟତି ପାଖରୁ ଆରମ୍ଭ କରି ବିଭିନ୍ନ ଡକାୟତି କେସ୍ ଅଛି ଏବଂ ପୁଲିସକୁ ଫାୟାରିଂ କରିବାର ଆଗରୁ ନଜର ଅଛି ଏବଂ କେସ୍ ହେଇଛି। ସେଥିରେ ସୋର ଥାନା, ଖଇରା ଥାନା, ଭଦ୍ରକ ଟାଉନ, ଭଦ୍ରକ ରୁରାଲରେ ଏ ଲୋକର କେସ୍ ଅଛି। ତେଣୁ ଇଏ ବହୁତ ଆଗରୁ ସ୍କାନରରେ ଥିଲା ଏବଂ ଇଏ ବାହାରେ ଥିଲା। ତେଣୁ ଅଲରେଡ଼ି ଏଇଭଳିଆ କ୍ରାଇମ୍ ସେ କରୁଛି। ତେଣୁ ଆମର ବି ଏଇ କାମ ପରେ ପ୍ରପରଲି ଇଣ୍ଟରୋଗେସନ୍ ଆମର ହେଇପାରିନି। ଇଣ୍ଟରୋଗେସନ୍ ହେଲେ ଜଣାପଡ଼ିବ ନିଶ୍ଚୟ ଏଇ ଯେଉଁ କ୍ରାଇମ୍ ଗୁଡ଼ା ହେଇଛି ସେଥିରେ ମଧ୍ୟ ସେ ଇନଭଲ୍ଭ ଥାଇପାରେ। ତେବେ ସାର୍ ଯେଉଁ ବନ୍ଧୁକ ସେ ଆଣିଥିଲା, ଯେଉଁ ପୋଲିସ ବନ୍ଧୁକ ଜବତ କରିଛି, ସେ ବନ୍ଧୁକରେ ସାର୍ ଲେଖା ହେଇଛି ମେଡ୍ ଇନ୍ USA। ତାପରେ ସାର୍ ଗୁରୁତ୍ୱ ଦେବ କି ପୋଲିସ ଯେହେତୁ ଭଦ୍ରକର ଅପରାଧୀ ବାଲେଶ୍ୱର ଅପରାଧ କରୁଛନ୍ତି, ସେମାନେ ମେଡ୍ ଇନ୍ USA ସାର୍ ବନ୍ଧୁକ କେମିତି ଭଦ୍ରକ ଜିଲ୍ଲାକୁ ଆସୁଛି? ମାନେ ସେ ଯେଉଁ ବନ୍ଧୁକ ଯାହା ଆମର ଏକ୍ସପିରିଏନ୍ସ, ପ୍ରିଭିୟସ୍ ଏକ୍ସପିରିଏନ୍ସ, ଏଇଭଳି ବନ୍ଧୁକ ଜେନେରାଲି ଆମେ ପାଇଛୁ କିଛି କ୍ରିମିନାଲ ପାଖରୁ, ଯେଉଁମାନେ କି ସେମାନେ କହିବା କଥା ଯେ ବାଂଲାଦେଶ ଆଡ଼ୁ ସପ୍ଲାଏ ହେଉଛି ଏବଂ ମୁର୍ସିଦାବାଦ ପାଖରୁ ସେମାନେ କିଣିକି ଆଣୁଛନ୍ତି, ମୁର୍ସିଦାବାଦ ଆସାନସୋଲରୁ ଆଣନ୍ତି ବୋଲି ଆଗରୁ ଥିଲା। ତେଣୁ ୟା ଉପରେ ନିଶ୍ଚୟ ଆମେ ତଦନ୍ତ କରିବୁ କେଉଁ ପରିପ୍ରେକ୍ଷୀରେ ସେ ବନ୍ଧୁକ ତା ପାଖକୁ ଆସିଲା। ତେଣୁ ଦରକାର ପଡ଼ିଲେ ଆମେ ମଧ୍ୟ ଯେଉଁ ଜାଗାରୁ ସେ ବନ୍ଧୁକ ଆଣିଛି ସେ ଡେନ୍ ବି ମଧ୍ୟ ଯାଇକି ଆମେ ଇନଭେଷ୍ଟିଗେସନ୍। ହଁ, ଆମେ ତେଣୁ ଆମର ଯେତିକି ବୋର୍ଡରିଂ ଥାନା ଅଛି, ସିମୁଳିଆ, ସୋର, ଖଇରା, ଆମେ ସମସ୍ତଙ୍କୁ ଜଣେଇଛୁ। ଆମେ ମଧ୍ୟ ଏଲର୍ଟ ଥିଲୁ, ଗେଟ୍ ଗୁଡ଼ାକୁ ମଧ୍ୟ ଟୋଲ୍ ଗେଟ୍କୁ ମଧ୍ୟ ଜଣାହେଇଛି। ଯେହେତୁ ନମ୍ବରଟି ଆମେ ଜାଣିପାରିଲୁନି, ବ୍ଲାକ୍ ପଲ୍ସର ଥିଲା ଏବଂ ଭାବୁଛୁ ସେ ନିଶ୍ଚୟ ବହୁତ ଜଲ୍ଦି ଆମେ ତାକୁ ଧରିବୁ, ନିଶ୍ଚୟ ଡିଟେକ୍ଟ ହେବ ସେ ପିଲାକୁ ଏବଂ ଧରିବୁ। ସାର୍ ଭଦ୍ରକରୁ କ'ଣ କ'ଣ ସବୁ ସେ କିଛି ଯୋଜନା କରୁଥିଲା କି, ବଡ଼ ଡକାୟତି ଯେଉଁ ଯୋଜନା କରୁଥିଲା କି? ନର୍ମାଲି ଆପଣମାନେ ଜାଣିଥିବେ ବିଗତ ଦିନରେ ଯେଉଁଗୁଡ଼ା ହେଇଛି ସବୁଗୁଡ଼ା ହାଉସ୍ ଡକାୟତି ହେଇଛି। ତେଣୁ ୟାର ଏମୋ ମଧ୍ୟ ଆଗରୁ ସେଇଭଳିଆ ଅଛି, ରାସ୍ତାରେ ଛଡ଼େଇବା, ATM ଗାଡ଼ି ଡକାୟତି କରିବା, ଆଉ ଘର ଡକାୟତି କରିବା। ତେଣୁ ବର୍ତ୍ତମାନ ତ ତାକୁ ପୁରା ପ୍ରପରଲି ଆମେ ଇନଭେଷ୍ଟିଗେସନ୍ କରିପାରିଲୁନି କି ଆମେ ଇଣ୍ଟରୋଗେସନ୍ କରିପାରିନୁ। ତେଣୁ ମୋର ଦୃଢ଼ ବିଶ୍ୱାସ ଅଛି ସେ ଏଇଭଳି କ୍ରାଇମ୍ କରୁଛି ଏବଂ ଆମର ଯେଉଁ 3ଟା କ୍ରାଇମ୍ ହେଇଛି ସେଥିରେ ଇନଭଲ୍ଭ ଥିବ। ସାର୍ ତାକୁ ଭଦ୍ରକରେ କେଉଁ ସହଯୋଗ କରୁଥିଲେ, ସେ କେମିତି ଭଦ୍ରକର ଯେହେତୁ ବାଲେଶ୍ୱର ଜିଲ୍ଲାର ସେ କ୍ରାଇମ୍ କରେ, ଭଦ୍ରକରୁ ତାକୁ କିଏ ସହଯୋଗ କରୁଥିଲେ? ଭଦ୍ରକରେ ଆଗରୁ ସିଏ ଆସିକି କ୍ରାଇମ୍ କରିଛି
ଏବଂ ତାର ଯେଉଁ ସହଯୋଗୀ ଥିଲେ ସେ ଭଦ୍ରକ ଜିଲ୍ଲାର ସେମାନେ ଅଲରେଡ଼ି ସୋର ଜେଲ୍ରେ ଅଛନ୍ତି। ତେଣୁ ଭଦ୍ରକ ଏରିଆ ଉପରେ ସେ ଏକ୍ୱେଣ୍ଟେଡ୍। ତେଣୁ ଯେହେତୁ ଏକ୍ୱେଣ୍ଟେଡ୍ ଆହୁରି କିଛି ଲୋକାଲ୍ କ୍ରିମିନାଲ୍ ଭଦ୍ରକ ନିଶ୍ଚୟ ତାର ସହଯୋଗୀ ଥିବେ, ଯେଉଁଟାକି ଆମେ ଫ୍ୟୁଚରରେ ତଦନ୍ତରେ ନିଶ୍ଚୟ ବାହାର କରିବୁ। ସାର୍, ଆଉ ଗୋଟେ କଥା। ଏ ଯୋଉ ଗତକାଲି ଘଟଣା ପରେ ପୁଲିସ